जय जगन्नाथ। नमस्कार दर्शक बंधु। आमर ज्योतिष शास्त्र गवेषणामूलक चैनल तरफ आपको स्वागत। आम प्रत्येक समय विभिन्न प्रकार आलोचना आपण माने देखुचंती। आज आम आउ एक विषय वस्तु पर आलोचना करबा। विषयटी है सफलता पाइबा पई नियम आउ नियमर प्रासंगिकता कौन से विषय जानवा। आ सफलता पाइबा हेले ज्योतिष शास्त्र कौन आवश्यकता अच्छी कौन सूत्र अच्छी ताकू आम आज खोजी बाहर करवा। प्रथमत जेकोसी कार्य करना कहीं समस्ते चाहती एक सफलता शीर्ष में पहुँचा समस्त इच्छा। मुझे कहल के किसी व्यक्ति सफलता पहुंचती आउ किसी व्यक्ति विफलता पाउछंती। किए सफलतार शीर्ष में अच्छा किए मध्यम भाग में अच्छा क्या देखा जाए तल भाग में अच्छी। सफलता पाइबा को समस्त इच्छा ये मुझे कही रखे आप जे कार्य करना कहीं समस्ते चाहती से कार्य सफलता पाइबा किंतु प्रथमत साधारणतः सफलता पाइबा एक नियम आ नियमर प्रासंगिकता को आम मन रखा दरकार। तापर आम जीवा आमर भाग्य ज्योतिष शास्त्र लिखि जा नियमटा हूँ आप जानवा दरकार। प्रथम हूँ निज भूल को शिखते भूल शिखा पड़ो। भूल कौन आम समाज में भूल आ विफलता को एक नकारात्मक दृष्टिभंगी देखते समस्त समाज मनीष। आप कार्य कर थरे जदि भूल कले तो समाज आगे आपण दृष्टिभंगी नकारात्मक होती आपको सतर्क रहा पड़ो। कार्य करने पूर्व सब भाव पड़ो आपन जहाँ करेंगे ठीक करने पड़ो। भूल को स्वीकार करने पड़ो। जदि भूल कर भूल को सुधार पड़ो ताले प्रथम हूँ निजर भूल किसी शिखा पड़ो। द्वितीयत साहाय्य मांगा भूलिए ना माने हाथ पकई साहाय्य मांगे ना से कथा कहूनी। मो कथा हूँ प्रथम आप जो कार्य करने जाऊँगी आप भावे मु सब किसी करदेवी मु सब जानी ताले भूल आपन को किसी लोकर आवश्यकता अच्छी। आपणकर चारि पाखरे जे सब अभिज्ञ लोक अच्छा साहाय्य नवा पड़ो। आप एका किसी करें एका कार्य करके शीर्ष में पहुँच पारे आपण को आवश्यकता अच्छी। आपण सहित सहयोगी आपण को कार्य को उत्तरोत्तर आगू नापी आपण को आवश्यकता अच्छी। से आपण कहबार उद्देश्य होती साहाय्य मांगा को भूलु ना माने ये आप एका एका जापर से आपण को आवश्यकता अच्छी। लोकर परिवेशर समाजर जी भल ताको सहयोगी बनातु आपण कार्य को से सहयोग आगे बढ़ी पारे। यहाँ नियम प्रासंगिकता भीतर रही आउ एक नियम अच्छी। आपण अन्यर मूल्य को बुझंतु। अन्यर मूल्य को बुझा माने आप चिंता कर सब मूल्य अन्यर मूल्य ना से भूल। आपण जे कार्य कर सहयोगी कर मूल्य बुझा पड़े। आपणकर प्रडक्ट हो आपणकर जेकोसी जिनस
ଅନ୍ୟମାନେ ବ୍ୟବହାର କରୁଛନ୍ତି ସେଥିପ୍ରତି ଆପଣଙ୍କୁ ଧ୍ୟାନ ଦେବାକୁ ପଡ଼ିବ। ସେମାନଙ୍କୁ ମୂଲ୍ୟବୋଧ ରଖିବାକୁ ପଡ଼ିବ, ମୂଲ୍ୟ ଦେବାକୁ। ଏଇଟା ହେଉଛି ସଫଳତାର ନିୟମର ପ୍ରାସଙ୍ଗିକତା। ଆଉ ଏକ ସଫଳତାର ନିୟମ ଅଛି। ସେ ନିୟମଟା କ'ଣ? ପ୍ରତ୍ୟେକ କାର୍ଯ୍ୟରେ ସଚେତନତା। ଆପଣ ଯଦି ସଚେତନତା ରଖିବେ, ଠକେଇର ମନୋବୃତ୍ତି ନଥିବ, ଆପଣଙ୍କ ବ୍ୟବସାୟକୁ ବା ଯେ ପ୍ରୋଜେକ୍ଟ ଆପଣ ଆଗକୁ ନେଉଛନ୍ତି ସେଥିରେ ସଚେତନତା ଏକ ନିୟମ, ତାକୁ ଭୁଲିବେ ନାହିଁ। ସଚେତନତା ରକ୍ଷା କରିବେ, ତାହେଲେ ସେ ସବଜେକ୍ଟରେ, ସେ ବିଷୟରେ, ସେ ବ୍ୟବସାୟ କରନ୍ତୁ, ସେ ପ୍ରୋଜେକ୍ଟ କରନ୍ତୁ, ଯାହା ବି କରନ୍ତୁ, ସେଥିରେ ଆପଣଙ୍କ ପ୍ରତି ବିଶ୍ୱାସ ଆସିବ ଅନ୍ୟର, ତାହେଲେ ଆପଣ ଆଗକୁ ବଢ଼ିପାରିବେ। ସଚେତନତା ସେ ଏକ ନିୟମ ସଫଳତା ଶୀର୍ଷରେ ପହଞ୍ଚାଇବାର। ଏବେ ଆସିବା ଭାଗ୍ୟ। ସେଇଠି ଆମର ଜ୍ୟୋତିଷଶାସ୍ତ୍ର ଅଟକିଗଲା। ଆମେ ଜାଣିଦେଲୁ ଆମେ ଯାହା କରୁଛୁ, ପ୍ରଥମେ ଆମର ନିୟମର ପ୍ରାସଙ୍ଗିକତାକୁ ମାନିବାକୁ ପଡ଼ିବ। ଶେଷରେ ଆମର ଆସିଲା ଭାଗ୍ୟ ଆଉ ଫଳ। ସେ କ୍ଷେତ୍ରରେ ଯଦି ଆସେ, ତାହେଲେ ଆପଣ ଯେତିକି ପ୍ରାପ୍ୟ ପାଇବାର ସେତିକି ପାଇବେ। ତାକୁ କେବଳ ଫାଇଣ୍ଡ କରିବ, ଦର୍ଶାଇବ ଆପଣଙ୍କୁ ସେ ଜ୍ୟୋତିଷଶାସ୍ତ୍ର। ଭାଗ୍ୟର ଫଳ ଆପଣଙ୍କୁ ପ୍ରାପ୍ତ ହେବ। ତାହେଲେ ଏଠି ଶେଷରେ ଜ୍ୟୋତିଷର ୱାର୍ଡଟା ବ୍ୟବହାର କରୁଛି, ଭାଗ୍ୟକୁ ଆଦରିବାକୁ ପଡ଼ିବ। ଆପଣଙ୍କର ଭାଗ୍ୟରେ କ'ଣ ଅଛି, କେତେ ପର୍ଯ୍ୟନ୍ତ ଯାଇପାରିବେ, ସେ ବିଷୟରେ କେବଳ ଜ୍ୟୋତିଷଶାସ୍ତ୍ର ହିଁ କହିପାରିବ, ଆଉ ଅନ୍ୟ ଶାସ୍ତ୍ର କହିପାରିବନି। ଜ୍ୟୋତିଷଶାସ୍ତ୍ର କହିପାରିବ ଆପଣ ଶୀର୍ଷରେ ପହଞ୍ଚିବେ କେମିତି, ନା ପହଞ୍ଚି ପାରିବେନି, ଅଧାରେ ରହିଯିବେ, ନା ଆପଣ ବାଧା ବିଘ୍ନ ଭିତରେ ପଛକୁ ଫେରିଯିବେ। ସେ କେବଳ ଜ୍ୟୋତିଷଶାସ୍ତ୍ର ଆପଣଙ୍କୁ ଆପଣଙ୍କର ପ୍ରତ୍ୟେକ ବିଷୟରେ ନିଶ୍ଚିତ ଭାବରେ ଭଲ ଗାଇଡ଼ ଦେବ। ଏ କ୍ଷେତ୍ରରେ ଜାଣି ରଖନ୍ତୁ, ଆପଣଙ୍କର ଲଗ୍ନାଧିପତି ଯଦି ଠିକ୍ ଅଛି, ବଳବାନ ଅଛି, ତାହେଲେ ଆପଣ ଆପଣଙ୍କର ପ୍ରଚେଷ୍ଟା ଜାରି ରଖନ୍ତୁ, ଆଗକୁ ବଢ଼ିପାରିବେ। ଯଦି ପଞ୍ଚମାଧିପତି ଭଲ ଅଛି, ବଳବାନ ଅଛି, ତାହେଲେ ଆପଣ ଆପଣଙ୍କର ବୁଦ୍ଧି ଜ୍ଞାନକୁ ସଠିକ୍ ଭାବରେ ଠିକ୍ ଜାଗାରେ ବ୍ୟବହାର କରିପାରିବେ, ତ ଆଗକୁ ଯାଇପାରିବେ। ତାପରେ ଆସିଲା ଭାଗ୍ୟଫଳ। ଭାଗ୍ୟ ମାନେ ନବମ, ସେ ହେଉଛି ଭଗବାନଙ୍କର ଦାନ। ଜ୍ୟୋତିଷଶାସ୍ତ୍ରରେ କୁହାଯାଇଛି ଭାଗ୍ୟ ହେଉଛି ଅଦୃଷ୍ଟ। ଅଦୃଷ୍ଟ ମାନେ କେହି ଦେଖିପାରେନି ଆମ ଭାଗ୍ୟରେ କ'ଣ ଅଛି। କେବଳ ଜ୍ୟୋତିଷଶାସ୍ତ୍ର କଲେ ଯେ ଭାଗ୍ୟ ଅଧିପତି, ନବମ ଅଧିପତି ଯଦି ବଳବାନ ଅଛି, ତାହେଲେ ଆପଣ ଭଗବାନଙ୍କ ଠାରୁ ପ୍ରାପ୍ତ ଅର୍ଥ ପାଇବେ। ଭଗବାନ ଆସନ୍ତିନି, ଭଗବାନ ସର୍ବବ୍ୟାପୀ, କିନ୍ତୁ ଉପଲକ୍ଷ ପଠାନ୍ତି। ଆପଣଙ୍କ ଯଦି ଭାଗ୍ୟାଧିପତି ଠିକ୍ ଅଛି, ତାହେଲେ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ଭଗବାନ ଉପଲକ୍ଷ ମାଧ୍ୟମରେ ଦେବେ। ସେଇଟା ଆପଣ ଜାଣି ରଖନ୍ତୁ। ଆଉ ଏକାଦଶପତି ଯଦି ଭଲ ଜାଗାରେ ଅଛି, ତ ନିଶ୍ଚିତ ଭାବରେ ଆପଣ ଫଳପ୍ରାପ୍ତ ହେବ, ଆପଣ ଶୀର୍ଷ ସ୍ଥାନରେ ପହଞ୍ଚିବେ। ଆପଣ ଯେ କାର୍ଯ୍ୟରେ ଅଛନ୍ତି ନିଶ୍ଚିତ ଭାବରେ ସଫଳତା ପାଇବେ। ଆପଣଙ୍କ ଜାତକ ଦେଖିଦେବେ। ଯଦି ଆପଣ ଜାଣୁନାହାନ୍ତି, ତାହେଲେ ଅଭିଜ୍ଞ ଜ୍ୟୋତିଷମାନଙ୍କୁ ପରାମର୍ଶ ନେବେ, ତାହେଲେ ଆପଣ ନିଶ୍ଚିତ ଭାବରେ ଆଗକୁ ଯାଇପାରିବେ। ଏହା ହେଉଛି ଆମର ଜ୍ୟୋତିଷଶାସ୍ତ୍ର ମାର୍ଗଦର୍ଶନ ଗାଇଡ଼ଲାଇନ୍। ଆଉ ଆଜି ପାଇଁ ଏତିକି। ପରବର୍ତ୍ତୀ ସମୟରେ ଆମେ ଆଉ ଏକ ବିଷୟବସ୍ତୁ ନେଇକି ଆସିବା।
ଆପଣମାନଙ୍କୁ ଭଲ ଲାଗୁଥିଲେ ଆପଣମାନେ ସବସ୍କ୍ରାଇବ୍ କରନ୍ତୁ, କମେଣ୍ଟ ଲେଖନ୍ତୁ, ଆପଣମାନେ ଯାହା ଚାହୁଁଛନ୍ତି ତା ମଧ୍ୟ ଲେଖନ୍ତୁ, ଆମେ ସେ ବିଷୟରେ ମଧ୍ୟ ଆଲୋଚନା କରିବା। ଧନ୍ୟବାଦ।